ଦେଶରେ ଏବେ 2024 ଲୋକସଭା ନିର୍ବାଚନ ଜାରି ରହିଛି। ଏହି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ସରିଛି। ତେବେ ଭାରତରେ ଏହି ସାଧାରଣ ନିର୍ବାଚନ ଏତେ ବ୍ୟୟବହୁଳ ଯେ ଆପଣ ଚିନ୍ତା କରିପାରିବେ ନାହିଁ କି ଆପଣ ଗୋଟିଏ ଭୋଟିଂ କେତେ ଟଙ୍କାରେ ହୋଇଥାଏ। ଅର୍ଥାତ୍ ଯେତେବେଳେ ଆପଣ ଗୋଟିଏ ଭୋଟ ଦେଇଥାନ୍ତି କେତେ ଖର୍ଚ୍ଚ ହୋଇଥାଏ। ଆସନ୍ତୁ ଜାଣିବା ଏହି ରିପୋର୍ଟରେ। ନିର୍ବାଚନରେ ଯେଉଁମାନେ ଡ୍ୟୁଟି କରିଛନ୍ତି ସେମାନଙ୍କୁ ଗୋଟିଏ ଦିନରେ ଯାହା ପଇସା ମିଳୁଛି ତାଠାରୁ ଅଧିକ ମୂଲ୍ୟ ଆପଣଙ୍କ ଗୋଟିଏ ଭୋଟରୁ ହୋଇଥାଏ। ବର୍ତ୍ତମାନ ଭାରତୀୟ ନିର୍ବାଚନ ଖର୍ଚ୍ଚ ସମସ୍ତ ରେକର୍ଡ ଭାଙ୍ଗି ଏଥର ନିର୍ବାଚନର ସମସ୍ତ ଖର୍ଚ୍ଚ 1.35 ଲକ୍ଷ କୋଟି ଟଙ୍କା ପାଖାପାଖି ରହିଛି। ଗତ 2019 ସାଧାରଣ ନିର୍ବାଚନରେ ଏହି ଖର୍ଚ୍ଚ 60,000 କୋଟି ଟଙ୍କା ରହିଥିଲା। ନିର୍ବାଚନର କେତେ ଖର୍ଚ୍ଚ ହୋଇଥାଏ ଏହାର ଆକଳନ ସେଣ୍ଟର ଅଫ୍ ମିଡ଼ିଆ ଷ୍ଟଡିଜ୍ ବା CMC କରିଛି। ଏହି ନିର୍ବାଚନୀ ଖର୍ଚ୍ଚର ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଖର୍ଚ୍ଚକୁ ଯୋଡ଼ାଯାଇଛି। ଏଥିରେ ରାଜନୈତିକ ଦଳମାନଙ୍କର ଖର୍ଚ୍ଚ, ନିର୍ବାଚନ ଆୟୋଗ ଖର୍ଚ୍ଚ, ସରକାରଙ୍କ ଖର୍ଚ୍ଚ ଇତ୍ୟାଦି ସମସ୍ତ ପ୍ରକାର ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଛି। ପ୍ରଥମେ ଭାରତରେ ଚଳିତ ନିର୍ବାଚନ 1.2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିଲା। କିନ୍ତୁ ପରେ ଏହି ଆକଳନ 1.35 ଲକ୍ଷ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ବର୍ତ୍ତମାନର ନିର୍ବାଚନ 45 ଦିନ ଧରି ହେବ ଓ ଏହା 7ଟି ପର୍ଯ୍ୟାୟରେ ହେବ। ଭାରତରେ ଏହି ନିର୍ବାଚନରେ 96.6 କୋଟି ମତଦାତା ରହିଛନ୍ତି। ଯଦି ଏହି ନିର୍ବାଚନ ମୋଟ 1.35 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ତେବେ ପ୍ରତି ଭୋଟରଙ୍କୁ ଗୋଟିଏ ଭୋଟର ମୂଲ୍ୟ 1400 ଟଙ୍କା ପାଖାପାଖି ରହୁଛି। ଏହି ମୂଲ୍ୟ ଭାରତର ଅଧାରୁ ଅଧିକ ଜନତାଙ୍କ ଗୋଟିଏ ଦିନର ରୋଜଗାର ଠାରୁ ଅଧିକ ହୋଇଛି।